हेलो हेस्त्रिया तो हिरो हसीबानी लो हो हसीबानी तो तुम डर जाउची हो साला अल्लाह है चंडीगढ़ का अल्लाह है चंडीगढ़ का हिरो कहीं तो बेस्ट ही जाओ तो आशिव तो नहीं चाह तासे तो मुझे क्या करी चली जीवने ना कौन कौन से संगा तो हाय ले ठीक আছে तू हे जगह जोगिंदा तो हिरो आसिले কথা হবো আমি যাওছো তাহলে সাঙ্গ হলো আমি ঠিক কইছি আমি যাওছো तामने मतलब कौन तामे चली जाओ तो হলো আমি চলে যাব ठीक है तासे तो क्या करे चल आशिव संगा বাই अरे तुम कौन कर अरे कौन कर हेमनल तुम भी आसो ମୁଁ ତୁମକୁ କେତେବେଳେ ଅପେକ୍ଷା କରିଛି କେତେ ଭୋର ହେଇଗଲି ତମେ ଜାଣିଛ श्रिया अरे मु सब जानी श्रिया तुमको कौन कहबी मु कुछ भाभी पारुनी तुमको भल पाऊँ सत भल पाइला तुम केमती भल रखी से कथा मुझे बहुत पाऊँ श्रिया प्रेम हेमित हुए अरे प्रेम हेमित हुए हेमनल ତୋତେ ନ ଦେଖିଲେ ମୁଁ ଜମା ରହିପାରୁନି ମନ ତମକୁ ନ ଦେଖିଲେ ରାତି ସାରା ଜମା ଶୋଇପାରୁନି କେତେ କଷ୍ଟରେ ରହୁଛି ମନ ମୁଁ ନିଜେ ଭାବି ପାରୁନି ଖାଲି ତମ କଥା ଭାବି ଭାବି ଦିନ କାଟୁଛି ମନ श्रिया सतरे श्रिया मु कौन कहबी मो निजे भी जानी पारुनी तुम मत एथे भल पाच खाली एत तुम भणकर झील मु गोटे गरीब घर तुमको नहीं कौन और तुमको नहीं कौन मु खुशी दे पारि ये कथा मु अनेक भावुचे प्रेम धनिक गरीब नए खाली प्रेम ही प्रचारण थाए प्रेम हूँ दुईटी आत्मार मिलन दुईटी हृदयर मन तुमको गरीब घर जान सरला भी मु कहीं भल पाऊँ मन अरे कहे कि कहीं ना भल पाइबा गले भल मनुष्य दरकार हाउ से मनीष होच तमे मन श्रिया मु कौन कहबी श्रिया तुम मत एथे भल पाच ताल ढेर कर कहीं आस अरे आस ना मो भावना रे छुपे तुम बाबू करे मत चुमे देब सतरे मन अरे आस हेमित हुए बहुत चीज हो जाए मन मुझे रही पारे हाँ मन हम तुए बाहे जीवा नसरिया नहीं अरे प्रमोशन हेमित हो जाए बागर हेमित हुए नसरिया बागर हेमित हुए ना बागर हेबा गले मो पाखरे किछ भी नहीं तुम और तुमको मत खुशी नहीं पारि नसरिया नहीं डायमंड से सब मोर दरकार नहीं मत कली तुम्हें ही दरकार थी श्रिया दरकार थी तुम घर भी गाड़ी बुलुच मत बाहर चलने को पड़ो श्रिया तुम घर गैस रोषे होम खाली काट चुली रोषे हो तुम आस अरे तुम आस आम घर कष्ट पाइब कहीं भल हम आम तो भल तुमको भान तो भुचुर कहीं अरे तो भुचुर कहीं घरे मो माँ काम कर मार ब्लड कैंसर हो जाए माँ को मेडिसिन करने मो पाखे टंका टे भी नहीं तुमको नहीं मैं खुशी नहीं पारि नाइसरिया नहीं बोला हम अलग तुम्हें मत भल पाऊन भल पाऊँ कहीं तुमको पैसा पत्र दबार पड़ा मो
ବାପାଙ୍କୁ କହିବି ତୁମକୁ ମୁଁ କାମ ଦେବା ପାଇଁ କହିବି ମନୋଜ ମୋ ବାପାଙ୍କୁ କହିବି ଏ ଶ୍ରିୟା ଆମେ ଛୋଟବେଳଠୁ ଭଲ ପାଇ ଆସୁଛୁ ସତ ତମ ବାପା ମା ଜାଣିନାହାନ୍ତି ଯଦି ଏ କଥା ଜାଣିଯିବେ ଆମେ ଦୁଇଙ୍କୁ ଜୀବନରେ ମାରିଦେବେ তোমার কিছু হবনি মনোজ কাহিଁକି তুমি এত ডরি যাচ্ছ মনোজ বুঝছি মনোজ ମୋ କଥାରେ ରାଜି ହେଇଯାଅ ପ୍ଲିଜ୍ ମନୋଜ ମୋ କଥାରେ ରାଜି ହେଇଯାଅ ବାପାଙ୍କୁ କହିବି ଠିକ ଅଛି ତମ କଥାରେ ମୁଁ ରାଜି ହେଇଯିବି କିନ୍ତୁ ଗୋଟେ ସର୍ତ୍ତରେ ସେ ସର୍ତ୍ତଟା ହେଇଆ ଯେ ମୁଁ ତୋରି ହାତ ଦେବି ମାନେ ସାରା ଜୀବନ କେବେ ବି ଛାଡ଼ିବିନି ମରିବା ତ ସାଙ୍ଗ ହେଇକି ମରିବା ଏ କଥାରେ ଯଦି ରାଜି ତାହେଲେ ମୁଁ ତମକୁ କଥା ଦେବି ରାଜି ମନୋଜ ମୋତେ କଥା ଦିଅ ଠିକ ଅଛି ମୁଁ ତମକୁ କଥା ଦେଲି ତମ ହାତ କେବେ ବି ମୁଁ ଛାଡ଼ିବିନି ଯେତେବେଳେ ମୋ ହାତ ତମେ ଧରିଲ ମୁଁ ବି ତୁମକୁ କେବେ ଛାଡ଼ି ପାରିବିନି ମନୋଜ ଠିକ ଅଛି ତମେ ହଉଛି ଫଳର ଝିଅ ମୋ ଘରେ ଆସିଲେ କଷ୍ଟ ପାଇବ କାହିଁକି ସେଥିପାଇଁ ସହରରେ ଯାଇକି ମୋତେ କିଛି ଗୋଟେ କାମ କରିବାକୁ ପଡ଼ିବ ହଁ ମନୋଜ ଚାଲ ମୋ ବାପାଙ୍କୁ ବୁଝେ ସୁଝେ ପଇସା ମାଗିଦେବି ହଁ ମନୋଜ ଚାଲ ପାଗଳ କରିଦେଲେ କହି ସେ ଝିଅ କୋଉଠି ରହୁଛି କଣ କରୁଛି ରେ ଆଜ୍ଞା ଧୈର୍ଯ୍ୟ ଧରିବାକୁ ପଡିବ ଆଜ୍ଞା ସେ ଝିଅ କୋଉଠି ଯାଉଛି କଣ କରୁଛି ସେ ସବୁ ଜାଣିବାକୁ ପଡିବ ନା ଏମାନେ ହଉଛନ୍ତି ବଡ ଘରର ଝିଅ ଆଜ୍ଞା ସବୁବେଳେ ଗାଡି ଘୋଡାରେ ଯିବା ଆସିବା କରୁଥିବେ ସେ ସୁଯୋଗ ଦେଖି ଆଟାକ୍ କରିବାକୁ ପଡିବ ନା କୋଉଠି କହୁଛୁ ଦଣ୍ଡ କୋଉଠି କହୁଛୁ ଆମେ କୋଉ ଜାଗାରେ ଜଗି ରହିଲେ ମୋତେ କାଲି ଟଙ୍କା ଦରକାର ସେ ଯୋଗ ଆମେ ଉଠାଇ ଦେବ ଆମେ ଟଙ୍କାଟା ଆମ ପାଖକୁ ଆସିଯିବ ଦଣ୍ଡ ଆପଣଙ୍କର ମୁଣ୍ଡରେ ଏବେ ଢୁକିଲା ଆଜ୍ଞା ମୋ ମାଇଣ୍ଡଟା କେମିତି ଲାଗିଲା ଆଜ୍ଞା କେମିତି ଲାଗିଲା ଚାଲବେ ଦଣ୍ଡ ସେଇ ଜାଗାରେ ଆମେ ଜଗି ରହିଲେ ଆରେ ଚାଲବେ ଚାଲ আজ পুଅটা କୁଆଡ଼େ ଗଲା କିଏ ଜାଣେ ଏ ଯାଏ ତାର ଦେଖା ନାହିଁ ମୋତେ କି ରୋଗ ହେଲା କିଏ ଜାଣେ ମରି ପାରୁଛି ନା ବଞ୍ଚି ପାରୁଛି ହେ ବାବା ମନୋଜ ମୋତେ ଗୋଟେ କଣ କଣ ହେଇଯାଉଛି ବାବା ଆରେ ଶୀଘ୍ର ଆ ହେ ମନୋଜ ଆରେ ଶୀଘ୍ର ଆ ଏ ମା ତୋ ଦେହ ଭଲ ନାହିଁ ମା ବାହାରେ ବୁଲାବୁଲି କରୁଛୁ କାହିଁକି ମା ବାହାରେ ବୁଲାବୁଲି କରୁଛୁ କାହିଁକି ଏ ମା ମୋତେ ତ ଗୋଟେ କଥା କହିପାରୁନି ମା ଆଚ୍ଛା ମୁଁ କହିବି ତୁ ଶୁଣିବୁ ମା ତୁ ଶୁଣିବୁ ବାବା ମନୋଜ ତୁ ପୁଣି କହିବୁ ମୁଁ ଶୁଣିବିନି କହ ବାବା ମୁଁ ନିଶ୍ଚୟ ଶୁଣିବି ମା ତୋର ପୁଣି ବ୍ଲଡ କ୍ୟାନ୍ସର ମା ଅପରେସନ କରିବାକୁ ଗଲେ ଗୁଡ଼ାଏ ଟଙ୍କା ଦରକାର ଅଛି ଆରେ ମୁଁ ଯଦି ତୋ ପାଖରେ ରହିବି ଟଙ୍କାଟା ଆସିବ କୋଉଠୁ ମା ଆରେ ଟଙ୍କାଟା ଆସିବ କୋଉଠୁ ସେଥିପାଇଁ ମୁଁ ଡିସାଇଡ୍ କରି ସାରିଛି ମା ସହରରେ ଯାଇ ଯେକୌଣସି କାମ ମିଳିଲେ ମୁଁ କରିବି ମା ତୋ ଅପରେସନଟା ନିଶ୍ଚୟ କରିବି ମା ନିଶ୍ଚୟ କରିବି ଭଗବାନ ମୋ ପୁଅକୁ ପାଠଶାଠ ପଢ଼େଇଛି ସତ କିନ୍ତୁ ଭଲ କାମଟିଏ ମିଳିଗଲେ ଭଲ ହୁଅନ୍ତା ମା ଏ ମା ତୁ ବ୍ୟସ୍ତ ହଉଛୁ କାହିଁକି ମା ଏ ମା ମୋ ପିଲାଦିନର ସାଙ୍ଗକୁ କଥା ଦେଇଛି ମା ସେ ତ ପାଖେ ରହି ମେଡିସିନ ଦଉଥିବ ମା ତୁ ମେଡିସିନ ଖାଇଲେ ପୁରା ଠିକ ହେଇଯିବୁ ମା ପୁରା ଠିକ ହେଇଯିବୁ ଏ ମା ପାଠ ପଢିଛ ମା ପାଠ ମୁଁ ପଢିଛି ମାତ୍ର କୃପାରୁ ଭଲ କାମଟେ ମିଳିବ ମା ମିଳିବ ଏ ମା
ଭିତରକୁ ଯା ମା ସବୁ ଠିକ ହେଇଯିବ ମା ତୋ ପୁଅ ଅଛି ମା ତୋର କିଛି ହବନି ଭିତରକୁ ଯା ମାଉସୀ ବାର ବୁଲାବୁଲି କରୁଛି କାହିଁକି ତା ଦେହ ଭଲ ନେଇ ଏମିତି ଭାରି ବୁଲାବୁଲି କରୁଛି କାହିଁକି ଏ ଜିତୁ ତୁ ତ ମୋ ପିଲାଦିନର ସାଙ୍ଗ ତୁ କଣ ମୋ କଥା ରଖିବନି କମର ତୁମେ କହ ତମ କଥା ମୁଁ କେମିତି ରଖିବିନି କହ ତମ କଥା ମୁଁ ନିଶ୍ଚୟ ରଖିବି ଏ ଜିତୁ ମାର ପୁଣି ବ୍ଲଡ୍ କ୍ୟାନ୍ସର ମାକୁ ଅପରେସନ କରିବାକୁ ଗୁଡ଼ାଏ ଟଙ୍କା ଦରକାର ଅଛି ମୁଁ ଯଦି ମା ସହିତ ଘରେ ରହିବି ଟଙ୍କାଟା ଆସିବ କୋଉଠୁ ଆରେ ଟଙ୍କାଟା ଆସିବ କୋଉଠୁ ସେଥିପାଇଁ ମୁଁ ଡିସାଇଡ୍ କରିସାରିଛି ସହରରେ ଯାଇ ଯେକୌଣସି କାମ ମିଳିଲେ କରିବି ନହେଲେ ମାର ଅପରେସନଟା ହବ କେମିତି ହେଲେ ଯେ ତୁ ମା ପାଖେ ରହି ମାକୁ ମେଡିସିନ ଦଉଥିବୁ ମା ମେଡିସିନ ଖାଇଲେ ପୁରା ଠିକ ହେଇଯିବ ଯେ ତୁ ପୁରା ଠିକ ହେଇଯିବ ମନୋଜ ଭାଇ ତୁ ମତେ ବର ବୋଲି ଭାବୁଛୁ ମୋ ମା ମୋ ବଡ଼ରୁ ବି ତତେ ବଡ଼ ଭାଇ ବୋଲି ମାରି ଆସୁଛି ମନୋଜ ଭାଇ ହଁ ମନୋଜ ଭାଇ ସବୁବେଳେ ତମ ପାଖରେ ଟଙ୍କା ନଥିବ ମାକୁ ମେଡିସିନ ଆଣି ମୁଁ ଦେବି କେମିତି ଆରେ ଟଙ୍କା ପାଇଁ ବ୍ୟସ୍ତ ହଉଛୁ କାହିଁକି ତତେ ଗୋଟେ ଝିଅଟେ ଆସିକି ଟଙ୍କା ଦେଇକି ଯିବ ବୁଝିଲୁ ଝିଅ ଏ ମନୋଜ ଭାଇ କହୁଛ ସେଇ ଯୋଗୁଁ ମୁଁ ଜାଣିଲି କି ଚିହ୍ନିନି ସେ ଝିଅଟା ପୁଣି ମତେ ଟଙ୍କାଟା ଦବୁ କେମିତି ଜିତୁ ସେ ଝିଅର ନାଁ ଅଛି ଶ୍ରିୟା ସେ ମତେ ଜିତରେ ବସିଲା ଚାକିରି କରିବାକୁ କଣ କରିବି ସାଙ୍ଗ ମାର ମୁହଁକୁ ଆଉ ପ୍ରେମିକର ମୁହଁକୁ ଦେଖି ମତେ ଯେମିତି ହେଲେ ବି ସହରକୁ ଯାଇ କାମ କରିବାକୁ ହିଁ ପଡ଼ିବ ମନୋଜ ଭାଇ ତୁ ଚିନ୍ତା କରୁଛୁ କାହିଁକି ତୁ ପୁରା ମୋ ବଡ଼ ଭାଇ ଆଉ ମାଉସୀକୁ ମୁଁ ଠିକ ସମୟରେ ମୁଁ ଔଷଧ ଦଉଥିବି ତୁମେ ବ୍ୟସ୍ତ ହଉଛୁ କାହିଁକି ଏ ଜିତୁ ସତରେ ତୋ ଭଳିଆ ସାଙ୍ଗ ପାଇଁ ମୁଁ ଆଜି ଗର୍ବିତ ନହେଲେ ସ୍ୱାର୍ଥପର ଦୁନିଆରେ କିଏ କାହାକୁ ସାହାଯ୍ୟ କରିବ ଏ ଜିତୁ ତାହେଲେ ମୁଁ ଆସୁଛି କିନ୍ତୁ ଜିତୁ ମୋ ମା ତୋତେ ଲାଗିଲା ରେ ରଖିବି ତାହେଲେ ମୁଁ ଆସୁଛି ଭାଇ ସାଙ୍ଗ ସତରେ ମୋ ସାଙ୍ଗ ଜଣେ ଗରିବ ଲୋକ କଣ କରିବ ମାର ତ ପୁଣି ବହୁତ ଖରାପ ସେଇଥିପାଇଁ ମୋ ସାଙ୍ଗଟା ସହରକୁ କାମ କରିବାକୁ ଚାଲି ଯାଉଛି ଆରେ ମୁଁ ତ ଭୁଲି ଯାଉଛି ଆରେ ମୋ ମେଡିକାଲକୁ ନେଇ ଔଷଧ ନେଇ ଆସୁଛି ଭଗବାନ ମନୋଜର ଫୋନ୍ ଲାଗୁନି କାହିଁକି ଗଲାବେଳେ ତ ମୋତେ ଦେଖା କରି ଯିବା ପାଇଁ କହିଥିଲା ମୋତେ ଲାଗୁଛି ମନୋଜ ଚାଲି ଯାଇଥିବ ହେଲେ ଫୋନ୍ଟା ସୁଇଚ୍ ଅଫ୍ ରଖିଛି କାହିଁକି ମୁଁ ଜାଣିବି କେମିତି ମନୋଜକୁ ମୁଁ କେତେ ଭଲ ପାଏ ସେଇଟା ମୁଁ ହିଁ ଜାଣିଛି ଆମ ଛୋଟବେଳର ପ୍ରେମ ମୁଁ ଭୁଲିବି କେମିତି ହଉ ଆଜି ନ ଲାଗିଲେ ନାହିଁ କାଲିକି ତ ନିଶ୍ଚୟ ଲାଗିବ ଭଗବାନ ତାଙ୍କୁ ଭଲରେ ରଖିଥାନ୍ତୁ ହଁ ମୋତେ ପୁଣି ଶୀଘ୍ର ଯିବାକୁ ପଡ଼ିବ ନହେଲେ ମୋତେ ଝଗଡ଼ା କରିବ ତାହେଲେ ମୁଁ ଆସୁଛି ଓ ମ୍ୟାଡ଼ାମ ମୋତେ ରାଗି ଯାଇଛି
ଏ କ'ଣ କରିବି ରାସ୍ତାରେ ଗାଡ଼ି ମିଳିନଥିଲା ତ ସେଥିପାଇଁ ଲେଟ୍ରେ ଆସିଛି। ହେ ମନୋଜ ତମ ଫୋନ୍ଟି ସୁଇଚ୍ ଅଫ୍ ରଖିଥିଲ କାହିଁକି? ତମେ ତ ଜାଣିଛ ମନୋଜ ତମ ସହିତ କଥା ନହେଲେ ମୁଁ ତମେ ରହିପାରୁନି। ଏ ଶ୍ରିୟା ଆରେ ମୁଁ କ'ଣ କରିବି ଆମ ଗାଁ ଗହଳିରେ କରେଣ୍ଟଟା ପାଉନି ସେଥିପାଇଁ ମୋ ଫୋନ୍ଟା ସୁଇଚ୍ ଅଫ୍ ଅଛି। କ'ଣ କହିଲୁ ତମ ଗାଁରେ ପୁଣି କରେଣ୍ଟ ନଥିଲା ସବୁଆଡ଼େ ତ କରେଣ୍ଟ ରହୁଛି ତା ମାନେ ତମେ କରେଣ୍ଟ ବିଲ୍ ଦେଇନ ସେଥିପାଇଁ ବୋଧେ ତମ ଗାଁରେ କରେଣ୍ଟ ଚଳୁନାହାନ୍ତି ହଁ ନା? ନାଇଁ ଶ୍ରିୟା କଥା କ'ଣ କି ମୁଁ ସହରକୁ ଯିବା ପୂର୍ବରୁ ମୋ ମୁଣ୍ଡଟା ଖାଇଥାନ୍ତା ସେଥିପାଇଁ ମୋ ଫୋନ୍ଟା ଜାଣି ଶୁଣି ମୁଁ ସୁଇଚ୍ ଅଫ୍ ରଖିଛି। ହଉ ହେଇ କଥା ହଉ ହେଇଗଲା ସେ ସବୁ ଛାଡ଼। ହେଲେ ମନୋଜ ମୋତେ ଶୀଘ୍ର ଯିବାକୁ ପଡ଼ିବ ନହେଲେ ମମ୍ମି ମୋ ସହିତ ଝଗଡ଼ା କରିବ। ଏ ଶ୍ରିୟା ମୁଁ କ'ଣ କହୁଥିଲି କି ଘରକୁ ଯିବାର ଇଚ୍ଛା କିନ୍ତୁ ଯିବା ପୂର୍ବରୁ ଛୋଟିଆ ହାକ୍ଟେ କରିଦିଅ ନା ପ୍ଲିଜ୍। ମନୋଜ ମୁଁ ଏବେ ସବୁ ବୁଝିଗଲି ତୁ କାହିଁକି ଫୋନ୍ ସୁଇଚ୍ ଅଫ୍ କରିଥିଲୁ ମୁଁ ଏବେ ସବୁ ବୁଝିଗଲି। କ'ଣ କାହିଁକି ତୁ ନା ଏସବୁ ଭାବୁଥିଲୁ ନା ନାଇଁ, ନାଇଁ। ସେଥିପାଇଁ ଫୋନ୍ଟା ସୁଇଚ୍ ଅଫ୍ ରଖିଥିଲୁ। ଆରେ ନାହିଁ ବାବା ନାହିଁ ମୁଁ ସହରରେ ଚାଲିଯିବି ତ ସେଥିପାଇଁ କେବେ ଆସିବି ମୁଁ ନିଜେ ବି ଜାଣିନି ସେଥିପାଇଁ ଛୋଟିଆ ହାକ୍ଟେ କରିଦେଲେ ମୁଁ ଖୁସିରେ ଚାଲିଯିବି। ଡେରି କରୁଛ କାହିଁକି? ଗୋଟିଏ ମୁଁ ଶୀଘ୍ର ଯିବାକୁ ପଡ଼ିବ। ଆରେ ଆସ